ନା ନା ସେ ବାବା ସେମିତି ଚରିତ୍ରହୀନ ବାବା ନୁହଁ କିଏ ପ୍ରସନ୍ନ ପାଠଶାଳୀ। ସେ ଜଣେ ରାଇଟର, ଭଲ ଲେଖକ, ତାଙ୍କର ସୁନାମ ରହିଛି। ସେ ଭାନ ବାବା ନୁହଁ, କେବଳ ଦାଢି ଛାଡ଼ିଛନ୍ତି, ବସ୍ତ୍ର ନାଲିଆ ପିନ୍ଧନ୍ତି, କିନ୍ତୁ ତାଙ୍କ କ୍ୟାରେକ୍ଟର ଗୁଡ, ଭଦ୍ର, ଅତି ଭଦ୍ର, ଅତି ଶିକ୍ଷିତ, ଭଲ ଲୋକ। ବାବା ଥିଲେ ନା ସେ ବି ଭଲ। ପ୍ରତାପ ଷଡ଼ଙ୍ଗୀ ହେଲେ ଖଡିକା ବାବା, ଇଏ ହେଲେ ମାନେ ଯାହାକୁ କୁହାଯାଏ ଆଉଜା ବାବା, କିଏ ପ୍ରସନ୍ନ ପାଠଶାଳୀ। କିନ୍ତୁ ସେ ଖଡିକା ବାବାଙ୍କର କିଛି ନାହିଁ ଅସ୍ତିତ୍ୱ, ଖାଲି ଏମପି ହେଇଯାଇଛନ୍ତି। ଯାହା ହଉ ହେଇଛନ୍ତି ତ, ଆଉ କଣ, ଲୋକ ପ୍ରତିନିଧି, ତାଙ୍କୁ ଅଭିନନ୍ଦନ। ନବ ଦାସଙ୍କ ଉପରେ କଣ କହିବେ? ନବ ଦାସ ଜଣେ ଉଚ୍ଚ କୋଟିର ଲୋକ ଥିଲେ। ନବ ଦାସ ଭଲ କ୍ୟାବିନେଟ ମନ୍ତ୍ରୀ ଥିଲେ, ହେଲ୍ଥ ମନ୍ତ୍ରୀ ଥିଲେ, ଶିଳ୍ପପତି ଥିଲେ, ଜ୍ଞାନୀ ଥିଲେ, ମାନି ଥିଲେ। ତାଙ୍କୁ ଦି ପହର ଭିତରେ ଲୋକଙ୍କ ଆଗରେ ଗୁଳି କରି ହତ୍ୟା କରାଗଲା। ତଦନ୍ତରୁ କିଛି ବାହାରୁନି। ତାଙ୍କ ପୁଅ ଝିଅ ଧନ୍ୟବାଦ, ସେମାନେ ଯୋଉ ଡିମାଣ୍ଡ କରିଛନ୍ତି ସିବିଆଇ ଇନକ୍ୱାରି ହଉ, ସିବିଆଇ ଉପରେ ମୋର ବିଶ୍ୱାସ ନାହିଁ, କାରଣ ଏଇଭଳିଆ 500-700 କେତେ ପେଣ୍ଡିଂ ରହିଛି। ତଥାପି ଯେହେତୁ ପୁତୁରା ଆଉ ଝିଆରୀ ଡିମାଣ୍ଡ କରିଛନ୍ତି, ତା ପୁତୁରା ପୁଅ ମାନେ ଆମ ପୁତୁରା ଝିଆରୀ, ଯେ ସିବିଆଇ ଇନକ୍ୱାରି ହଉ, ମୋ ଡିମାଣ୍ଡ ସିବିଆଇ ଇନକ୍ୱାରି ହଉ। ମୁଁ କହିପାରିବିନି, ତଦନ୍ତରୁ ଜଣା ପଡିବ। ସିବିଆଇ ତଦନ୍ତ କରୁ, ବାହାରିବ କିଏ ମାରିଛି କିଏ ନ ମାରିଛି। ସେଠିକାର ଚେୟାରପର୍ସନ ପିଏସ୍ ମେମ୍ବର ଛତିଶଗଡ଼ କଣ ପାଇଁ ଯାଇଥିଲେ? ମୁଁ କହିପାରିବି।